ମୁଁ ହଉଛି ବଜରଙ୍ଗ ଲାଲ ଅଗ୍ରୱାଲ ଭଟଲି ଶ୍ୟାମ ମନ୍ଦିର ପ୍ରତିଷ୍ଠାତା ମାଧବ ପ୍ରସାଦଙ୍କ ନାତି। ଭଟଲି ଶ୍ୟାମ ମନ୍ଦିରରେ ମାଧବ ବାବାଙ୍କର ଧର୍ମପତ୍ନୀ ଆଉ ମାଧବ ବାବାଙ୍କର ସମାଧିସ୍ଥଳରେ ବସା ହେଇଥିବା ଯୋଡ଼େ ମୂର୍ତ୍ତି 2022 ସାଲରେ ବର୍ତ୍ତମାନ ଚଲାଉଥିବା ଅନ୍ୟାୟରେ ପରିଚାଳିତ କମିଟି ସେ ଫୁଲବାଇଙ୍କ ମାଧବ ବାବାଙ୍କ ଧର୍ମପତ୍ନୀ ଫୁଲବାଇଙ୍କର ମୂର୍ତ୍ତିକୁ 2022ରେ ଫିଙ୍କି ଦେଇଥିଲେ, ଯୋଉଟା 2025ରେ ଆମ ଭଟଲି ପାଖେ କୋଇଲାରୀ ନଦୀରେ 2025 ସେ ମୂର୍ତ୍ତିଟା ମିଳିଲା। ସେ ମୂର୍ତ୍ତି ଆଣିକିରି ଏବେ ରଖା ହେଇଛି ମାଧବ ବାବାଙ୍କର ଜନ୍ମସ୍ଥାନ କୁସୁମପୁରୀ ବାସଭବନରେ। ଆଉ ସେଟା ଆମେ ଲେଖିକି ଦେଲୁ ଏଣ୍ଡୋମେଣ୍ଟ କମିଶନର ଆସିଷ୍ଟାଣ୍ଟ ସମ୍ବଲପୁର, ଏଣ୍ଡୋମେଣ୍ଟ କମିଶନର ଭୁବନେଶ୍ୱର, ଆମର ଏସପି ବରଗଡ଼କୁ। ତାପରେ ଆମର ଯୋଉ ଅନ୍ୟାୟ ପରିଚାଳିତ କମିଟି ସେମାନେ ଗୋଟେ ଏଣ୍ଡୋମେଣ୍ଟ କମିଶନର ଗୋଟେ ଅର୍ଡର କଲେ ଯେ ସେମାନେ ସେ ମୂର୍ତ୍ତି ଯୋଉ ପାଇଛନ୍ତି ଏବେ ସେ ମୂର୍ତ୍ତି ବସେଇଲେ ମନ୍ଦିରରେ କିଛି କାଲି ଝାମେଲା ହେବ ବୋଲିକି ଗୋଟେ ଏଣ୍ଡୋମେଣ୍ଟ ଆସିଷ୍ଟାଣ୍ଟ କମିଶନର ଏକ ପାଖିଆ କିଛି ନ ବୁଝିକିରି ଗୋଟେ ଅର୍ଡରଟେ କରିଛି ଆଉ ଏସପି କୁ ସେ ଗୋଟେ ଚିଠି କରିଦେଇଛି। ସେମାନେ କୋଟି କୋଟି ଟଙ୍କା ଦୁର୍ନୀତି କରୁଛନ୍ ମନ୍ଦିରରେ, ଯୋଉଟା ଆମର ପାଖେ ପ୍ରମାଣ ବି ଅଛି। ଆଉ ସେ ପ୍ରମାଣ ବି ଆମେ ଅନେକ ଥର ଏଣ୍ଡୋମେଣ୍ଟ କମିଶନରକୁ ଆସିଷ୍ଟାଣ୍ଟ କମିଶନରକୁ ପୋଲିସକୁ ଦେଇଛୁ, ମୁଖ୍ୟମନ୍ତ୍ରୀଙ୍କ ଗ୍ରିଭାନ୍ସ ବି ଦେଇଛୁ। କୌଣସି କିସ୍ମ ଆଜି ପର୍ଯ୍ୟନ୍ତ ତାର ତଦନ୍ତ ହେଇପାରିନି କି ସେଇ ଯୋଉ 22 ବର୍ଷ ହେଲାନି ସେ କମିଟି ଚାଲିଛି, 22-23 ବର୍ଷ ସେ କମିଟିକୁ ବି ଭଙ୍ଗା ଯାଇନି। ବର୍ତ୍ତମାନ ସେ କମିଟିକୁ ଭଙ୍ଗା ଯାଉ ଆଉ ସେଇ ମନ୍ଦିରରେ ଯାହା ଏଇଟା ମିଶା ପ୍ରପୋର୍ସନ ହେଇଛି ସେ ସବୁର ଗୋଟେ ତଦନ୍ତ କରିକିରି ଗୋଟେ ସ୍ପେଶିଆଲ ଅଡିଟ୍ କରାଯାଉ। ଶିବ କୁମାର ଅଗ୍ରୱାଲ ବୋଲି ସେଠି ଅଛି ଗୋଟେ ମନ୍ଦିରର ସେକ୍ରେଟାରୀ ହେଇକିରି, ସେ ମୋହନ ମାଝୀ ମୋର ନିଜ ଲୋକ ବୋଲିକିରି ଲୋକଙ୍କୁ ସେଠି ତାର ଧମକ ବି ଦଉଛି। ତାର ବି ଭିଡିଓ ଅଛି ଆମର ପାଖେ, ଭଟଲି ବରଗଡ଼ ଭଟଲି ତାର ବି ଭିଡିଓ ଅଛି। ଆପଣମାନଙ୍କର ମାଧ୍ୟମରେ ମୁଁ ସେ ତାଙ୍କର ଭିଡିଓ ବି ଦଉଛି। ମନ୍ଦିର ହେଲାନି 65 ବର୍ଷ, 1960 ସାଲରେ ସେ ମନ୍ଦିର ପ୍ରତିଷ୍ଠା ହେଇଥିଲା। ଏବେ 2025 65 ବର୍ଷ ହେଲାନି। 2022ରେ ଭାଙ୍ଗିଲେ ଆମର ଫୁଲବାଇ ମନ୍ଦିର ପ୍ରତିଷ୍ଠାତାଙ୍କ ଧର୍ମପତ୍ନୀ ଫୁଲବାଇଙ୍କର ମୂର୍ତ୍ତିକୁ। ଏବେ 2025ରେ ଯୋଉ ଫିଙ୍କି ଦେଇଥିଲେ ନଦୀରେ ସେଟା ପାଇଲୁ ଏବେ ଆମେ। ମାଧବ ବାବାଙ୍କର ଗୋଟେ ରହୁଥିବା ଘର ବି ଥିଲା, ସେ ଘରକୁ ବି ଭାଙ୍ଗିଛନ୍ତି, ମୂର୍ତ୍ତିକୁ ଭାଙ୍ଗିଛନ୍ତି। ମାଧବ ବାବା ନାଁରେ ଗୋଟେ ପାର୍କ ଥିଲା, ସବୁ ଭିଡିଓ ଅଛି, ମୁଁ ଆପଣଙ୍କୁ ଦେଖେଇବି। ସେ ପାର୍କଟାକୁ ବି ଭାଙ୍ଗିଛନ୍। ସେମାନେ ଚାହୁଁଛନ୍ତି ଏବେ ଏ ମନ୍ଦିରଟା ଆମର ବାପରଟା ଆମର ନିଜର ହେଇଯାଉ, ଆଉ ସେ ମାଧବ ବାବା ଯୋଉ କରିଥିବା ତାଙ୍କ ନାମ ବର୍ଣ୍ଣ ଚିହ୍ନ ସବୁ ସେମାନେ ମେଟେଇବା ପାଇଁ ସବୁବେଳେ ଗୋଟେ ଷଡ଼ଯନ୍ତ୍ର କରୁଛନ୍ତି। ସେଟା ଆମେ ଅନେକ ଥର ଲେଖିକି ବି ଦେଇଛୁ ଆଉ ସବୁ ଆମ ପାଖେ ପ୍ରମାଣ ବି ଅଛି। ହଁ, ସମସ୍ତଙ୍କୁ ଦେଖା କରିଛି, ଏଣ୍ଡୋମେଣ୍ଟ କମିଶନରକୁ ଦେଖା କରିଛି, ଆସିଷ୍ଟାଣ୍ଟ କମିଶନରକୁ ଦେଖା କରିଛି, ଏସପି ଆମର ବରଗଡ଼ର ସେ ମିଟିଂ ବି କରିଥିଲେ। ଏସପି, ସବ୍ କଲେକ୍ଟର, ଆମର ଆସିଷ୍ଟାଣ୍ଟ ଏଡିସନାଲ ଏସପି ଭଟଲି, ଆଇଏସି, ତହସିଲଦାର, ବିଡିଓ ସମସ୍ତେ। ମୁଁ ଅନଶନରେ ବି 2 ଥର ବସିଛି, କେହି ସହଯୋଗ କରିନାହାନ୍ତି। ସେ କହିଲି ଆଗରୁ ସେ ଯେତେବେଳେ ବିଜେଡି ଗଭର୍ଣ୍ଣମେଣ୍ଟ ଥିଲା ତାର ବି ଭିଡିଓ ଅଛି, ମୁଁ ଦେଖେଇବି। ସେ ସମୟକୁ ଆମ ପ୍ରସନ୍ନ ଆଚାର୍ଯ୍ୟ, ସାଧୁ ନେପାକ, ଆମ ନବ ଦାସର ନାଁରେ ସେ ଆଗରୁ ଡରଉଥିଲା ଅଫିସର ମାନଙ୍କୁ। ସେ ହିସାବରେ ସେ ଅଫିସର ମାନେ ବି କିଛି ଆମକୁ ସାହାଯ୍ୟ କରିଲେନି ଭୟଭୀତ ହେଇକିରି। ବର୍ତ୍ତମାନ ସେ ମୋହନ ମାଝୀ ସରକାର ଯେମିତି ଏବେ ବଦଳି ହେଇଗଲେ, ମୋହନ ମାଝୀ ସରକାରର ନାଁରେ ସେ ଲୋକଙ୍କୁ ଅଫିସର ମାନଙ୍କୁ ଡରଉଛି ଆଉ ସେଇ ହିସାବରେ ତାର ଅତ୍ୟାଚାର କରି ଚାଲିଛି। ବର୍ତ୍ତମାନ ଚାହୁଁଛୁ ଆମେ ସେ କମିଟିଟା ଭଙ୍ଗା ଯାଉ। ସେ କମିଟି ବହୁତ ଦିନ ହେଲା ତାର ଯୋଉ ଦୁର୍ନୀତି ହେଇଛି, ଆମେ ଦୁର୍ନୀତିର ପୁରା ଆପଣଙ୍କୁ ପୁଙ୍ଖାନୁପୁଙ୍ଖା ମାନେ ସବୁ ଏଇଟା ଦଉଛୁ। ତାର ତଦନ୍ତ ହଉ ଆଉ ସ୍ପେଶିଆଲ ଅଡିଟ୍ ହଉ। ମନ୍ଦିରରେ ଯୋଉ ଟ୍ରଷ୍ଟ ଅଛି ସେ ଟ୍ରଷ୍ଟ ବୋର୍ଡରେ ତାଙ୍କର ସମ୍ପୃକ୍ତ ଅଛନ୍ତି ଏଥିରେ? ହଁ, ସେଇ ଶିବ ଅଗ୍ରୱାଲ ଅଛି ପୁରା। ଆଜ୍ଞା, ପ୍ରଭାବଶାଳୀ ବ୍ୟକ୍ତି ବୋଲିକି ତ ସେ ଦେଖେଇକିରି ସେ ସବୁ ଚଲଉଛି ଏଇ ନାଟକ।